ओके गुड मॉर्निंग स्टूडेंट वेलकम टू आदित्य एकेडमी। तो मु तुमको आज जो टॉपिक ऊपर डिस्कशन करेबे तो प्रायतः गोटे स्टूडेंट माइंड थाए जे सर आमे प्लान बी रखिबु नहीं कहीं ना तो तुम माने ओएस पई प्रिपरेशन होउछ तो साधारणतः समस्त माइंड सेटअप करथांती। तो बहुत सारा पिलांको माइंड रे थाए आमे प्लान बी रखिबु नहीं। तो मु प्रथमे तो प्लान बी को सपोर्ट करे ना फिर भी किछि अवस्था पे किछि माने पिलांकर मेंटालिटी को लेकिन मु तुमମାନଙ୍କୁ କହୁଛି ପ୍ଲାନ୍ बी ରଖିବା ପାଇଁ। କାହିଁକି ଗୋଟେ ପିଲାକୁ ପ୍ଲାନ୍ बी ର ଆବଶ୍ୟକତା ପଡେ କେତେବେଳେ? ଦେଖ ସପୋଜ ତୁମମାନେ ଓଏସ୍ ପ୍ରିପାରେସନ କରୁଛ ତା ଅର୍ଥ ଗୋଟିଏ ଏକ୍ସାମ ନୋଟିସ ଆସିକିରି ଫାଇନାଲ ରେଜଲ୍ଟ ବାହାରିବାକୁ ଅତି କମରେ 1.5 ବର୍ଷ ଟାଇମ ଲାଗିଯାଏ। ସପୋଜ ଗୋଟେ ପିଲାର 1.5 ବର୍ଷ ଭିତରେ ହେଇପାରୁନାହିଁ ତାର ତ ଫେର ଆଉ 1.5 ବର୍ଷ ସେ ୱେଟ୍ କରିବ, ଆଉ 1.5 ବର୍ଷ ୱେଟ୍ କରିବ। ତ ଯେତେବେଳେ ଏ ଜିନିଷ ହୁଏ ଗୋଟେ ପିଲା ସହିତ ସେ ମେଣ୍ଟାଲି ଡିପ୍ରେସନ ଆଡକୁ ଯାଏ, ମେଣ୍ଟାଲି ଡିପ୍ରେସନ ଆଡକୁ ଯାଏ। କାହିଁକି ଯିବ? ଯଦି ତାର ଫାଇନାନ୍ସିଆଲ କିଛି ପ୍ରୋବ୍ଲେମ ଥିବ, ଯଦି ଏଜ ଅଧିକ ହେଇଯିବ, ଏମିତି କିଛି ଥାଏ ଯଦି ତାହେଲେ ଅସୁବିଧା ହୁଏ। ତ ପ୍ଲାନ୍ ବି କାହିଁକି ରଖିବା ପାଇଁ ମୁଁ ରାଜି ହଉଛି ଯେ ଏଥିପାଇଁ ଯଦି ଗୋଟେ ପିଲା ପାଖରେ ମାନେ ଏ 1.5 ବର୍ଷ ଏତେ ସମୟ ଧରି ପଢିବା ପାଇଁ ଅସୁବିଧା ହଉଛି କିମ୍ବା ତାର ଫାଇନାନ୍ସିଆଲି ସେତିକି ସପୋର୍ଟ ନାହିଁ ସେ ଆଗକୁ ଯିବା ପାଇଁ, ସେ ପ୍ଲାନ୍ ବି ରଖିପାରିବ। ପ୍ଲାନ୍ ବି ର ଅର୍ଥ ନୁହେଁ ଯେ ଆମେ ତାକୁ ଇମ୍ପୋର୍ଟାଣ୍ଟ ଦବା। ପ୍ଲାନ୍ ବି ର ଅର୍ଥ ଯେ ଆମେ ତାକୁ ତା ପାଇଁ ଟାଇମ ଦବା କିନ୍ତୁ ତାକୁ ଇମ୍ପୋର୍ଟାଣ୍ଟ ଦବାନି। ଯଦି ମୁଁ ଓଏସ୍ ପାଇଁ ପଢୁଛି ମୋ ଲାଇଫର 80% ଦେବି କାହାକୁ ନା ଓଏସ୍ କୁ, ଓନ୍ଲି 20% ଦେବି କାହାକୁ ନା ପ୍ଲାନ୍ ବି କୁ। ଯଦି ଯୋଉମାନେ 2023-24 ପଢିବାକୁ ଚାହୁଁଛ ଓଏସ୍, 2023-24 ଓଏସ୍ କରିବାକୁ ଚାହୁଁଛ ତାହେଲେ ତୁମମାନଙ୍କୁ ପ୍ଲାନ୍ ବି କଣ କରିବାର ଅଛି। ଦେଖ ପ୍ଲାନ୍ ବି ର ଅର୍ଥ ନୁହେଁ ଯାହା ପାଇବା ତା ଉଠେଇଦବ, ନା ତାକୁ ପ୍ଲାନ୍ ବି କୁହାଯାଏ ନା। ପ୍ଲାନ୍ ବି କଣଟା ନେଲେ ଯୋଉଟା କି ସକ୍ସେସ୍ ହବ ଆଉ ମତେ ଓଏସ୍ ପଢିବାରେ କିଛି ଅସୁବିଧା ହବ ନାହିଁ। ନମ୍ବର ୱାନ ପଏଣ୍ଟ, ଏବେ ଦେଖିଥିବ ତୁମମାନଙ୍କ ଏବେ ଆର୍ଆଇ ପୋଷ୍ଟ ବାହାରିଛି, ଆର୍ଆଇ ଏଆର୍ଆଇ ପୋଷ୍ଟ ବାହାରିଛି। ଦେଖ ସେଥିରେ ତୁମର ମ୍ୟାଥ ଅଛି, ରିଜନିଂ ଅଛି, ଇଂଲିଶ ଅଛି, ଜିକେ ଅଛି, ତା ସହିତ କଣ ଅଛି ନା ଓଡିଆ ଅଛି, ଆଉ ଗୋଟେ ରହିଲା କି ସେ ନା କମ୍ପ୍ୟୁଟର ଅଛି। ଏତିକି ଜିନିଷ ବେସିକ ଜିନିଷ ଯାହାକୁ ଆମେ କହୁଛେ ପ୍ରିଲିମ ଆଉ ମେନ୍ କୁ ନେଇକି ତିଆରି। ତ କେବଳ ଡିଫରେଣ୍ଟ ଏତିକି ଯେ ମାର୍କର ଡିଫରେଣ୍ଟ ହଉଛି ପ୍ରିଲିମିନାରୀ ଡିଫରେଣ୍ଟ, ଆଉ ଗୋଟିଏ ଡିଫରେଣ୍ଟ ପ୍ରିଲିମରେ ରିଜନିଂ ଅଛି, ମେନରେ କମ୍ପ୍ୟୁଟର ଅଛି। କିନ୍ତୁ ପ୍ରିଲିମରେ କମ୍ପ୍ୟୁଟର ନାହିଁ ନା ମେନରେ ରିଜନିଂ ନାହିଁ, ମାନେ ଓଲଟା ଭାଇସ ଭର୍ସା। ମାନେ ଇଏ ଥିଲେ ସିଏ ହବନି, ସିଏ ଥିଲେ ଇଏ ହବନି। ତା ଅର୍ଥ ପ୍ରିଲିମରେ ସମସ୍ତ ଜିନିଷ ଅଛନ୍ତି କେବଳ କମ୍ପ୍ୟୁଟର ନାହିଁ ପ୍ରିଲିମରେ, ମେନରେ ସମସ୍ତେ ଅଛନ୍ତି କିନ୍ତୁ ରିଜନିଂ ନାହିଁ। ଏ ହଉଛି କଥା, କିନ୍ତୁ ବାକି ସବୁ ଜିନିଷ ସମାନ। ଯଦି ଗୋଟେ ପିଲା ତା ଲାଇଫର ଗୋଟେ ହୋଲ ଡେ ର ଯଦି ସେ 5 ଘଣ୍ଟା ପାଠ ପଢୁଥିଲା, 5 ଘଣ୍ଟାରୁ ଯଦି ଓନ୍ଲି ଗୋଟିଏ ଘଣ୍ଟା ସେ ଦିଏ କାହାକୁ ନା ପ୍ଲାନ୍ ବି ପାଇଁ, ତାହେଲେ ସେ ପ୍ଲାନ୍ ବି ତାର ସକ୍ସେସ୍ ହବା ସହିତ ଓଏସ୍ ମଧ୍ୟରେ କିଛି ଅସୁବିଧା ହବନି ବା ଓଏସ୍ ପଢିବା ପାଇଁ କିଛି ଅସୁବିଧା ହବନି। ଯେମିତି ତୁମେ ଯଦି ମାନେ ଗୋଟେ ଓଏସ୍ ପଢିବା ଟାଇମ ଟେବୁଲ ଅନୁଯାୟୀ ମ୍ୟାଥକୁ ବି ସମୟ ଦବ, ଯେହେତୁ ତମର ସି ସାର୍ଟରେ ଅଛି, ଯେହେତୁ ତମର ସି ସାର୍ଟରେ ଅଛି ତ ଟାଇମ ଦବ। ତାହେଲେ ମ୍ୟାଥ ଦି ଜଣଙ୍କର ତ ସମାନ ଆସିଲା, ନମ୍ବର ୱାନ ପଏଣ୍ଟ। ନମ୍ବର ଟୁ ପଏଣ୍ଟ ହଉଛି ରିଜନିଂ, ସମସ୍ତଙ୍କର ସମାନ ଆସିଲା। ନମ୍ବର ଥ୍ରୀ ପଏଣ୍ଟ ହଉଛି ଇଂଲିଶ, ଇଂଲିଶ ମଧ୍ୟ ସମାନ ଆସିବ। କାହିଁକି? ସମ୍ପୂର୍ଣ୍ଣ ଗ୍ରାମାଟିକାଲ ନହେଲେ ଆମକୁ ଗ୍ରାମାଟିକାଲ ପଢିବାର ଅଛି, ଆମକୁ ଭୋକାବ ପଢିବାର ଅଛି, ଆମକୁ ପ୍ୟାସେଜ କରିବାର ଅଛି। କାହିଁକି? ଓଏସ୍ ରେ ଏସେ ଲେଖିବାର ଅଛି। ଓଏସ୍ ପାଇଁ ଆମକୁ କାରଣ ଏସେ କେତେବେଳେ ଲେଖିବ ଯେତେବେଳେ ତମ ଗ୍ରାମାଟିକାଲ ଷ୍ଟ୍ରଙ୍ଗ ଥିବ, ତୁମେ ପ୍ୟାସେଜ କେତେବେଳେ ବୁଝିପାରିବ ଯେତେବେଳେ ଗ୍ରାମାର ଠିକ ଥିବ। ତାର ତ କହିବାକୁ ଗଲେ ଇଂଲିଶ ତମକୁ ଦରକାର। ତାପରେ ଆସିଲା ଜିକେ। ଯେତେବେଳେ ଗୋଟେ ପିଲା ଓଏସ୍ ପାଇଁ ପଢିବ, ଓଏସ୍ କହିଲେ ହିଁ ଜିକେ କୁ ବୁଝାଏ। ଯଦି ସେ ଟୋଟାଲି ଜିକେ ପଢୁଛି ଅଟୋମେଟିକ ଏ ଜିକେ ତାକୁ ପଢିବାର କୌଣସି ଆବଶ୍ୟକତା ନାହିଁ, କାରଣ ସମସ୍ତ ଜିନିଷ ତା ଭିତରେ ରହିଯାଉଛି। କରେଣ୍ଟ ଆଫେୟାର, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ଇକୋନୋମି ସବୁ ରହିଗଲା। ତାପରେ ଆସିଲା କଣ? ଓଡିଆ। ଓଡିଆରେ ଗ୍ରାମାରର ଭୂମିକା ପୁରା କମ କିନ୍ତୁ ଭୋକାବର ଭୂମିକା ଅଛି। ଯେମିତି ତୋର ପ୍ରତିଶବ୍ଦ, ବିପରୀତ ଶବ୍ଦ, ସମାନାର୍ଥକ ବୋଧ ଶବ୍ଦ, ଆର ଭୂମିକା ବହୁତ ଅଛି। ତାର ଦେଖିବାକୁ ଗଲେ 70% ଓଡିଆ ପୁରା ସମ୍ପୂର୍ଣ୍ଣ ସମାନ ହେଇଯାଉଛି ଯେତେବେଳେ ତମେ ଓଏସ୍ ପାଇଁ ପଢୁଛ। ଆଉ ଆସିଲା କେବଳ କମ୍ପ୍ୟୁଟରଟା ଯୋଉଟା କି ଓଏସ୍ ରେ ହିଁ ନାହିଁ। ତାହେଲେ ମତେ କୁହ ପିଲେ, ଯେ ତୁମେ ପ୍ଲାନ୍ ବି ରଖୁଛ ଏହାକୁ ହିଁ ରଖ। ଆଉ ଏଇ 2023-24 ର ଏକ୍ସାମ ପାଇଁ ତୁମେ କହିବ ସାର୍ କାହିଁକି ତାକୁ ରଖିଲେ, ଅନ୍ୟ ସବୁ କାହିଁକି ରଖିଲେନି? କାହିଁକି ମୁଁ କହୁଛି ଶୁଣ, ଆଉ କାରଣ ବି ଅଛି। ତୁମମାନଙ୍କର ଆର୍ଆଇ ଏକ୍ସାମ କେବେ ହବ ନା ଆର୍ଆଇ ଏକ୍ସାମ ମେ ମାସ କିମ୍ବା ଜୁନ ମାସରେ। କାହିଁକି ନା ସେ ଲେଖିଛି ତା ନୋଟିସରେ। କିନ୍ତୁ ଓଏସ୍ ରେ ଏକ୍ସାମ କେବେ ହବ?
ओएसए एग्जाम 2 वर्ष यदि आम लक्ष्य करवा सेप्टेम्बर मसर हुए जदि जून मास जुलाई अगस्ट सेप्टेम्बर मझे केवल 2 मंथ गैप तार तो तुम्हें तो आरआई पढ़ुछ इनडायरेक्टली तुम्हें ओएस रो प्रिलिम पढ़ुछ मतलब प्रिलिमिनरी पैटर्न टा सेया एमसीक्यू पैटर्न नो डाउट टॉप क्वेश्चन हम ओएस रे आरआई रे टिके कम लेवल रो क्वेश्चन आसो किंतु पैटर्न तो सेया एमसीक्यू फॉर्मेट ताले गोटे पिला जो एमसीक्यू फॉर्मेट रे गोटे एग्जाम देकरी ओएस दबा को जीवन तार कॉन्फिडेंस लेवल टिके बढ़िबो गोटे कंपटीशन मु देबी ताले तुमे ओएस को निज समय भीतर 80% आउ 20% केवल आकु दियो आकु माने कौन माने मु तुमको बतई देबी जे केबेठु दबो वर्तमान ठरू तुम कथरे 5 मास टाइम अछि 5 मास भितर तुमे कौन करियो ओएस को मार्च मास पर्यंत तुमको जेमती कहिथिले जीके पढिया पई मेन रो सिलेबस सारिया पई ताकू पढ ता सहित सी सार्ट पेपर माने मैथ और रीजनिंग को कंटिन्यू कर ता तो बुझी पाइबो कौन करिवो तमे जीके पढिलो जीके सहित मैथ और रीजनिंग पढो ताला बाकी रहिला कौन आ रहिला ओडिया इंग्लिश ओडिया इंग्लिश कंप्यूटर को तुमे कौन करिवो गोटे दिनर गोटे घंटा बाहर करिवो तुम ए जो एपट साइड जो प्रिपरेशन तुम चलती मेन पाई से जीके पड़ेगा जो सीसाइड पेपर पाई प्रिपरेशन चलती से भी पड़ेगा मैथ रीजनिंग गोटे दिन गोटे घंटा बाहर कर जहाँ ओडिया को टाइम सपोज आज ओडिया काली इंग्लिश तापर कंप्यूटर आज ओडिया काली इंग्लिश तापर कंप्यूटर यही फॉर्मेट रे हाँ आज ओडिया काली इंग्लिश तापर कंप्यूटर এই ফরম্যাটରେ ତୁମେ କଣ କରିପାରିବ ନା କ୍ଲାସକୁ ଜଏନ କରିପାରିବ ବା କ୍ଲାସ କରିପାରିବ ସୋ ଦ୍ୟାଟ ତୁମକୁ କଣ ହବ ନା ପ୍ଲାନ ବି ଟା ସଠିକ ଉପାୟରେ ଯିବା ସହିତ ଓଏସ୍ ମଧ୍ୟ ସଠିକ ଉପାୟରେ ଯିବ ଆଉ ଏଇ ପୋଷ୍ଟ ବ୍ୟତୀତ ଆଉ କୌଣସି ଜିନିଷକୁ ନବନି ପ୍ଲାନ ବି ରେ ନେଲେ ହଇରାଣ ହବ କାହିଁକି ନା ତମକୁ ସେ ଟାଇମ ଟେବୁଲ ଅନୁଯାୟୀ ପିଟି ହବନି ସପୋଜ ବହୁତ ପିଲା ଭାବିବେ ସାର୍ ମୁଁ ଏସଏସସି ସିଜିଏଲ କୁ ନେବି ଓ ଡବ୍ଲ୍ୟୁ ଏସ୍ ସି ସିଜିଏଲ ଓ ଡବ୍ଲ୍ୟୁ ଏସ୍ ସି ତା ପୂର୍ବରୁ ହେଇଯିବ ଯୋଉଟା ତମକୁ ହଇରାଣ ହବାକୁ ପଡିବ କାହିଁକି ନା ତମ କତିରେ ଟାଇମ ଅଛି ତମେ ଏବେ मेन पढ़िया सहित आपको गोटे घंटा लेखा टाइम देले तुमको प्लान बी ऊपर इफेक्ट पड़ोनी ना प्लान ए ऊपर इफेक्ट पड़ोनी किंतु तुम जो सीजीएल को नब टार्गेट प्लान बी हिसाब से इफेक्ट पड़ो कहीं सीजीएल एग्जाम बहुत शीघ्र हो तो तुम तो मेन पढ़ुव केत टाइम दब हईराण हो तो तुमको प्लान बी जब रखार अच्छी आपको रख आ गए जिन कौन पिले जब मन रख जो पिला चाहूब जे ओएस बैच हमको जॉइन करने तुम्हें ये जॉइन जब करुच 2999 जॉइन करुच ओडिया और इंग्लिश दीटा क्लास दिज्व ता सहित आरआई अमीनो बैच तुमको फ्री रे दिज्व फ्री रेटा पाई ताहे तुमको जॉइन करा चाहूँ आदित्य एकेडमी एप्लिकेशन डाउनलोड करो हाँ जब जब चाहूँ तो खाली मु आरआई अमीनो पढ़ी ताहले तुम्हें 299 जो बैच अच्छी जॉइन कर पार तो मन रख पिले कांटेक्ट करिया नंबर होची 9937953590 जे मते कांटेक्ट करि परिबो आ गोटे पॉइंट होची कोन आदित्य एकेडमी एप्लिकेशन प्ले स्टोर डाउनलोड करी जॉइन करा परे ए नंबर मते मैसेज कले मु व्हाट्सएप ग्रुप रे तुम माने को ऐड करिबी थैंक यू स्टूडेंट।